ଦେଖନ୍ତୁ ବର୍ତ୍ତମାନ ଆମେ କୋରାପୁଟ ରାୟଗଡ଼ା ଜାତୀୟ ରାଜପଥ 326 ନମ୍ବର ବଙ୍ଗଳାଗୁଡ଼ା ନିକଟରେ ଅଛି, ଯୋଉ ଅସ୍ଥାୟୀ ପୋଳକୁ ନେଇକିନା ସମସ୍ତଙ୍କର ସନ୍ଦେହ ଜାତ ହେଉଛି, ଯୋଉଟା କି ଅଳ୍ପ ବର୍ଷା ଯଦି ହୁଏ ତାହେଲେ ଅସ୍ଥାୟୀ ପୋଳରେ ପାଣି 20 ଫୁଟରୁ 30 ଫୁଟ ଉପରକୁ ଉଠିଥାଏ। ସେଥିପାଇଁ ସେଇଠାରେ ଯିବା ଆସିବାର ସ୍ଥାନୀୟ ଲୋକମାନଙ୍କର ମଧ୍ୟ ଆରମ୍ଭ କରି ଅନେକ ଲୋକଙ୍କର ଅସୁବିଧାର ସମ୍ମୁଖୀନ ହୋଇଥାଏ। କିନ୍ତୁ ଏଇ ଯୋଉ ବାତ୍ୟା ମନ୍ଥା ବର୍ତ୍ତମାନ ଆଉ କିଛି ସମୟ ପରେ ଲ୍ୟାଣ୍ଡଫଲ କରିବାକୁ ଯାଉଛି। ଯଦି ଲ୍ୟାଣ୍ଡଫଲ କରେ ତାହେଲେ ଆର ସ୍ଥିତି କଣ ହବ? ପୁଣି ଲୋକମାନେ ମଧ୍ୟ କୋକୁଆ ଭୟରେ ଅଛନ୍ତି। ଦେଖନ୍ତୁ ରାତି ଯେତେ ବଢୁଛି ସେତିକି ପବନର ବେଗ ମଧ୍ୟ ଧୀରେ ଧୀରେ ବଢିବାକୁ ଲାଗିଛି। ପୁଣି ଆମେ ସ୍ଥାନୀୟ ବାସିନ୍ଦା ମାନେ ମଧ୍ୟ ଅନେକ ଲୋକ ଭୟ ଭିତରେ ଅଛନ୍ତି। ଆସନ୍ତୁ ତା ପଚାରିକିନା ସ୍ଥାନୀୟ ବାସିନ୍ଦାକୁ ପଚାରିକିନା ବୁଝିବା ସେମାନେ କୋଉ ପ୍ରକାର ସଜାଗ ଅଛନ୍ତି ଓ କେତେ ଭୟଭୀତ ଅଛନ୍ତି ତାହା ପଚାରିକିନା ବୁଝିବା। ଆମେ ପଚାରିକିନା ବୁଝିବା ସ୍ଥାନୀୟ ବାସିନ୍ଦାକୁ ସେ କୋଉ ପ୍ରକାର ଭୟ ଭିତରେ ଅଛନ୍ତି ଓ କେମିତି ପ୍ରସ୍ତୁତ ଅଛନ୍ତି। ଭାଇ ତୁମ ପରିଚୟ ଟିକେ ରଖିଲେ? ମୋର ନାଁ ସାଲିମ ଖୋସଲା ଏବଂ ଆମେ ବଙ୍ଗଳାଗୁଡ଼ା ବାସିନ୍ଦା ଅଟେ। ଦେଖନ୍ତୁ ଦୀର୍ଘ ଦିନ ହେଲା ଏଇ ବ୍ରିଜ ଟା ଭୁଷୁଡ଼ି ଯାଉଛି, ଜାତୀୟ ରାଜପଥ ବ୍ରିଜ ଏଇଟା ଯୋଉଟାକି ଲାଇଫ ଲାଇନ କହିଲେ ଚଳେ। ଆକୁ ଏବେ ପର୍ଯ୍ୟନ୍ତ ପ୍ରଶାସନିକ କରିନାହିଁ। ଏବେ ଯୋଉ ବର୍ଷା ଆସୁଛି ଏଇ ବର୍ଷାକୁ ନେଇକିନା ବା ଏଇ ବାତ୍ୟାକୁ ନେଇକିନା ଆପଣଙ୍କର ଆଶଙ୍କା କଣ ରହିଛି ଓ ପାଣି କେତେ ଫୁଟ ଖଣ୍ଡେ ଉଠିବ ବୋଲି ଆପଣ ଭାବୁଛନ୍ତି? ନିଶ୍ଚିତ ରୂପେ ଆପଣ ମାନେ ତ ଆଗାମୀ ଦିନ ମାନଙ୍କର ଦେଖିପାରୁଥିବେ କି ଅଳ୍ପ ବର୍ଷା ହୁଅନ୍ତେ ଯେ ପାଣି ବ୍ରିଜ ଉପରକୁ 5-6 ଫୁଟ ଉପରକୁ ପଳେଇ ଆସୁଛି। ଆଉ ଏବେ ଯୋଉ ବାତ୍ୟା ହେଇଛି ପୁରା ଆଶଙ୍କା ରହିଛି ଯେ ପାଣି ଆଉ ବେଶୀ ଉପରକୁ ଆସିପାରେ, 10-15 ଫୁଟ ମଧ୍ୟରେ ଉପରକୁ ଆସିପାରେ। ସେଥିପାଇଁ ଆମ ଗାଁବାସୀ ସହ ମାନେ ଅନ୍ୟ ଗାଡି ଗୁଡାକ ଯିବା ଆସିବା କରୁଛନ୍ତି, ସେମାନେ ମଧ୍ୟ ପ୍ରୋବ୍ଲେମ ର ସମ୍ମୁଖୀନ ହେଇପାରନ୍ତି। ଆଉ ଗୋଟେ କଥା ଯଦି କହିବା ଯିବା ରାତି ଯେତେ ବଢୁଛି ସେତେ ପବନର ବେଗ ଧୀରେ ଧୀରେ ବଢି ଆସୁଛି। ଆକୁ ନେଇ ଭୟଭୀତ କେତେ ଅଛନ୍ତି ଓ ସତର୍କ କେତେ ଅଛନ୍ତି? ଜିଲ୍ଲା ପ୍ରଶାସନ କଣ ସତର୍କ କରିଛନ୍ତି? ନିଶ୍ଚିତ ରୂପରେ ଭୟ ତ ବହୁତ ଅଛି। କାହିଁକି ବୋଲେ ଆପଣ ଦେଖିପାରୁଥିବେ, ମୋ ପଛରେ ବି ଦେଖିପାରୁଥିବେ କି ଧୀରେ ଧୀରେ ପବନର ବେଗ ମଧ୍ୟ ବଢି ଚାଲିଛି ଏବଂ ଯେତେ ରାତି ହଉଛି ଏ ବେଗ ଆଉ ମଧ୍ୟ ଅଧିକ ରୂପେ ଭୟଙ୍କର ରୂପ ନେଇପାରେ। ସେଥିପାଇଁ ଆମେ ସମସ୍ତେ ଚିନ୍ତିତ ଅଛୁ ଏବଂ ପ୍ରଶାସନ ମଧ୍ୟ ସକାଳେ ଆସିକି ସମସ୍ତଙ୍କୁ ମାନେ ସଚେତନ କରିବି ଯାଇଛନ୍ତି ଆଉ କହି ବି ଯାଇଛନ୍ତି। ସେଇ ହିସାବରେ ଆମେ ସଚେତନ ଅଛୁ, କିନ୍ତୁ ପବନ ବହୁତ ବଢିବାରେ ଲାଗିଛି ଏବଂ ରାତ୍ରରେ ଭୟଙ୍କର ରୂପ ନେଇପାରେ। ଦେଖୁଥିଲେ ଆପଣ ବନ୍ୟା ମାନେ ବାତ୍ୟା ପ୍ରଭାବିତ ଅଞ୍ଚଳ ବାସୀଙ୍କ ଠାରୁ ଆମେ ପ୍ରତିକ୍ରିୟା ରଖିଥିଲୁ। କୋରାପୁଟ ବଙ୍ଗଳାଗୁଡାରୁ ମଣ୍ଟୁ ଭଦ୍ରାଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।